हेलो हाय नमस्कार जय जगन्नाथ सांग मैंने मुझे आप गोटे नुआ मोर फ्रेश ब्लॉग स्वागत करुँच। तो बेसिकली आज कौन हम कौन नहीं सब तो जिन देखिए आप तो जो भी जाऊँगी कैमेरा खोलिकी डायरेक्ट कहूँ ये सब जिन हो मो सागर ये नहीं तो आज मुझे ऑफिस बाहर जाइए पाखा 8:30 टाइम है। तो ठीक अच्छे आगे कौन हो टिल देन ମୁଁ ପଳେଇ ଆସିଲି ଅଫିସ୍ କି ତ ଅଫିସ୍ ଆସିଲା ପରେ ମୁଁ ସକାଳୁ ଯେହେତୁ କିଛି ବ୍ରେକଫାଷ୍ଟ କରିନଥିଲି ମୁଁ ସାଙ୍ଗରେ ନେଇ ପଳେଇ ଆସିଲି ଗୋଟେ ଛେନା କାଉଁସାରେ ଦୁଇଟା କଦଳୀ ସେଇଟା ମୋର ଆଜିର ବ୍ରେକଫାଷ୍ଟ ହେବ। ତ ଆଗକୁ ଦିନ ସାରା ଏମିତି କଣ୍ଟିନ୍ୟୁ ବ୍ଲଗ୍ଟା କଣ୍ଟିନ୍ୟୁ ରହିବ। ଆପଣ ଦେଖନ୍ତୁ ମୁଁ କ'ଣ କରୁଛି କ'ଣ ନାହିଁ ସବୁ କିଛି ଦେଖାଉଛି। ତ ସେଥିପାଇଁ ଆପଣଙ୍କ ଭିଡ଼ିଓକୁ କଣ୍ଟିନ୍ୟୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବାକୁ ପଡ଼ିବ। ବର୍ତ୍ତମାନ ମୁଁ ଆସି ପହଞ୍ଚି ଯାଇଛି ଏଠି ଶ୍ରୀ ସେତୁ ପାଖରେ। ଆପଣମାନେ ଶ୍ରୀ ସେତୁ ଦେଖିଥିବେ ଆସିଲା ବେଳେ ଦେଖନ୍ତୁ ପଛପଟେ ଯେଉଁ ଏଇଟା ହେଉଛି ଶ୍ରୀ ସେତୁ ଏଇଟା। ତ ଏଇଠି ଏପଟେ କନଷ୍ଟ୍ରକ୍ସନ୍ କାମ ଚାଲିଛି କେମିତି କ'ଣ ଭଲସେ ଆଗ ସେ ଜିନିଷଟାକୁ ପ୍ରିପାରେସନ୍ କରୁଛନ୍ତି କେମିତି କ'ଣ ଭଲ ଗଛ ଫଛ ଲାଗିପାରିବ କି କ'ଣ ଏଇସବୁ ଉପରେ ସେଠି ଚାଲିଛି କାମ। ଏଇଟା ତ ଟୋଟାଲ୍ ଶ୍ରୀ ସେତୁ କେବେ ଗୋଟେ ଶ୍ରୀ ସେତୁ ଟୋଟାଲ୍ ଉପରକୁ ଯାଇକି ସେ ଲାଷ୍ଟ ଯେଉଁ ଆମର ସେପଟେ ଅଛି ପାର୍କିଂ ଆଡ଼େ ଯାଇକି ଗୋଟେ ବ୍ଲଗ୍ଟେ ହେବ ସେଇଟା ବି ଦେଖେଇବି। ଏଇଟା ତ ଟୋଟାଲ୍ ଦେଖିପାରୁଥିବେ ଏଇଟା ହେଲା ଶ୍ରୀ ସେତୁର ଭିୟୁଟା। ବର୍ତ୍ତମାନ ସାଙ୍ଗମାନେ ଦେଖିପାରୁଥିବେ ମୁଁ ଗୋଟେ ପଳେଇ ଆସିଛି ଗବକୁଣ୍ଡ କଟ୍ ଯେଉଁଟା ଆନିକଟ ଆମର ଅଛି ସେଇଟା ଗୋଟେ ଭଲ ପ୍ଲେସ୍ଟା ଯେଉଁଠି ସୁଟିଂ ହୁଏ। ତ ଆପଣ ଦେଖିବେ ଏଠି ପାଣି ହେଇଗଲା ପରେ ଏଇଠି ରୋଡ଼ଟା ଯେଉଁ ଅଛି ନଈ ମଝିରେ ପାଣି ହେଇଗଲା ପରେ ଆ ଉପରେ ପାଣି ଚାଲେ ଲୋକମାନେ ଡଙ୍ଗାରେ ବି ଯାଆନ୍ତି। ମୁଁ ଦେଖାଉଛି ଏଇ ଲୁକ୍ଟା ଦେଖାଉଛି ଯେଉଁଠି ମାଛ ବି ପ୍ରବଳ ଧରା ହୁଏ ଏଠି ପ୍ରବଳ ମାଛ ଯେଉଁମାନେ ପୁରୀ ଲୋକ ସାକ୍ଷୀଗୋପାଳ ଏଇସବୁ ଲୋକମାନେ ଜାଣିଥିବେ ଏଇ ଜାଗାଟା କେଉଁଠି ଅଛି। ତ ଆପଣମାନେ ଦେଖନ୍ତୁ ଜାଗାର ଭିୟୁଟା ଅସନା ଟିକେ ହେଇଛି କିନ୍ତୁ ଜାଗାଟା ବାକି ଭଲ ଅଛି ଆଉ ଭଲ ଜାଗାଟା ଆଉ ଟିକେ ଅସନା ଅଛି ଆଉ। ସାଙ୍ଗମାନେ ଆମେ ଆସି ପହଞ୍ଚି ଯାଇଛୁ ସନ୍ଧ୍ୟାବେଳେ ଗୋଟେ ଶ୍ରୀକ୍ଷେତ୍ର ମକର ମହୋତ୍ସବ ପଡ଼ିଛି ପୁରୀରେ ତାଳବଣିଆ ପଡ଼ିଆରେ ଶ୍ରୀକ୍ଷେତ୍ର ମକର ମହୋତ୍ସବ ଆପଣଙ୍କୁ ଦେଖାଉ ସେ ଜାଗାର କ'ଣ ଭିୟୁ କେମିତି ଦେଖିବେ। ଏଠି ଅଛି ମକରମେଳା ମହୋତ୍ସବର ଆପଣମାନେ ଏମିତି ଯାଇପାରିବେ। ସେଥିରେ ପଶିଲା ପରେ ଦେଖିବେ ଏମିତି ଗୋଟେ ଠାକୁରଙ୍କର ମୂର୍ତ୍ତି ହେଇଛି ବାଲିରେ ମେ ବି ଏଇଟା ହେଇଛି ଦେଖାଯାଉନଥିବ। ମୁଁ ବ୍ୟାକ୍ କ୍ୟାମେରାରେ କରିକି ଦେଖେଇବି। ଗୋଟେ ସେଲ୍ଫି ଫଟୋ ମୁଁ ଚଲେଇଛି ତ ବାଲିରେ ଗୋଟେ ଜଗନ୍ନାଥଙ୍କର ମୂର୍ତ୍ତି ହେଇଛି। ପ୍ରଭୁଙ୍କର କେତେ ସୁନ୍ଦର ମୂର୍ତ୍ତି ହେଇଛି ଗୋଟେ ବାଲିରେ ତିଆରି ହେଇଛି ଏ ମୂର୍ତ୍ତିଟା। ତ ସାମ୍ନାରେ ରହିଛି ପୁରା ଷ୍ଟେଜ୍ ଯେଉଁଠି ଆମର ପ୍ରୋଗ୍ରାମ ହେଉଛି। କାଲି ଆସିଥିଲେ ଅନନ୍ୟାନନ୍ଦ। ପପକର୍ନ ମିଳିଯିବ ଖାଇବା ପାଇଁ ଆଇସ୍କ୍ରିମ୍ ପପକର୍ନ। ଏପଟେ ଭାଇ ଆମର କିଛି ବିକାବିକି କରୁଛନ୍ତି ପପକର୍ନ ଅଲଗା ବି ଦୋଳି ଅଛି ଦୋକାନ ସବୁ ଅଛି। ମୁଁ ଦେଖାଉଛି ଆଗକୁ କ'ଣ ସବୁ ଅଛି। धन्यवाद धन्यवाद समस्त को आपण मानकर ए भलो पाइबा। ମୁଁ ଆପଣଙ୍କୁ ଦେଖାଉଛି ଭିତରର ସବୁ ଦୃଶ୍ୟ ସବୁ ଦେଖେଇଲି ବାକି ସେଲ୍ଫି ଫଟୋ ତ ସେଗୁଡ଼ା ଭିଜୁଆଲ୍ କିଛି ହେଉନି ବୋଲି ମୁଁ ଦେଖେଇ ପାରିଲିନି। ଷ୍ଟେଜ୍ ଶୋ ଆରମ୍ଭ ହେବ ପାଖାପାଖି 9ଟା କି 8:30 ବେଳେ ଆରମ୍ଭ ହେବ। ତ ଲୋକମାନେ ଏଇଟା ଏତେ ବି ନାହାନ୍ତି ଭିଡ଼ ବି ନାହିଁ। ତ 9ଟା ବେଳକୁ ମୋତେ ଲାଗୁଛି ଏଇ ଯେଉଁ ଚେୟାର ଗୁଡ଼ା ସବୁ ଫାଙ୍କା ପଡ଼ିଛି ଗୋଟେ ସବୁ ବି ଫୁଲ୍ ହେଇଯାଇଥିବ। ଆପଣମାନେ ଏଇଟା ଚାଲିବ ଆଉ କେତେ ଦିନ ଚାଲିବ ଏଇଟା ନରେନ୍ଦ୍ର ସେମିତି କିଛି ଆଇଡ଼ିଆ ଅଛି ତମର? ଆଜି ଲାଷ୍ଟ କହୁଛନ୍ତି ତ ନେକ୍ସଟ ବର୍ଷ ଆସିବେ ଆଉ ନେକ୍ସଟ ବର୍ଷ ଆସିଲେ ଆପଣମାନେ ବୁଲିକି ଏନ୍ଜୟ କରିପାରିବେ। ମାନେ ବର୍ତ୍ତମାନ ସେଠୁ ଆମେ ପଳେଇ ଆସିଲୁ। ତ ବର୍ତ୍ତମାନ ଆମେ ଦେଖନ୍ତୁ ଏଠି ଗୋଟେ ପୁରୀରେ ଅଛି ଷ୍ଟେସନ ପାଖରେ ଆମର ରାମ ମନ୍ଦିର ଯେଉଁଟାକି ରାମ ଲକ୍ଷ୍ମଣ ସୀତା ପୂଜା ପାଆନ୍ତି। ମୁଁ ତୁମ ବ୍ୟାକ୍ କ୍ୟାମେରାରେ ଦେଖାଉଛି ସେ ଜାଗା। ଏଇଟା ହେଉଛି ସେଇ ରାମ ମନ୍ଦିର ଯେଉଁଠି ରାମ ଲକ୍ଷ୍ମଣ ସୀତା ଏଠି ପୂଜା ପାଆନ୍ତି। ଏଇଟା ଷ୍ଟେସନ ପାଖରେ ଅବସ୍ଥିତ ଅଛି ଏ ମନ୍ଦିରଟା। ଆପଣମାନେ ନିଶ୍ଚିନ୍ତ ଦେଖନ୍ତୁ ଆସିଲେ ପୁରୀ ଯଦି ଆସନ୍ତି ରାମ ମନ୍ଦିର କେବେ ଭିଜିଟ୍ କରିବା ପାଇଁ ତ ଏଇଠି ବି ଭିଜିଟ୍ କରିପାରିବେ। ବହୁତ ସୁନ୍ଦର ମନ୍ଦିରଟିଏ ସବୁବେଳେ ଏଠି ପ୍ରାୟତଃ ଖୋଲା ଥାଏ ଦିନରେ ସକାଳେ ଖରାବେଳେ ରାତିରେ ଅଧିକ ହେଲେ ବନ୍ଦ କରିଦେଉଥିବେ ମେ ବି କିନ୍ତୁ ପ୍ରାୟ ଟାଇମ୍ ଖୋଲା ଥାଏ।